ତେଜସ୍ ତ୍ରିନାଲିକୁ ଡାକିଥିବେ ମୋର କେବିନ୍‌କୁ ଆସ ବୋଲି କହି। ତାହାପରେ ତେଜସ୍ ଜାଣିଯିବେ ତୁମେ ତ୍ରିନାଲି ବୋଲି। ତେଜସ୍‌କୁ ଫୋନ୍ କରି କହିବେ ସାର୍ ଆପଣମାନେ ଜଲ୍ଦି ଆସନ୍ତୁ, ଅଫିସ୍‌କୁ ଆସନ୍ତୁ। ବହୁତ ଲୋକମାନେ ଅଫିସ୍ ସାମ୍ନାରେ ବସିଛନ୍ତି। ପାଣିର ସମସ୍ୟାକୁ ନେଇ ଧାରଣା ବସିଛନ୍ତି। ମା' ତ ଆପଣମାନଙ୍କ ପାଇଁ ପାଣି ଟ୍ୟାଙ୍କର୍ ପଠାଇ ଦେଇଥିଲେ, ଆପଣମାନେ କାହିଁକି ଆସିଲେ? ତାହାପରେ ତ୍ରିନାଲି କହିବେ ବୁଝିଲେ ନା ଆଜ୍ଞା, ବେଳେ ବେଳେ ଆଖିରେ ଯେନ୍ତା ଦେଖାଯାଏ ସେ କଥା ସେନ୍ତା ହୋଇନଥାଏ। ଗାଁରେ ପାଣି ଟ୍ୟାଙ୍କର୍ ଆସିଥିଲା ସତ, ହେଲେ ସେଥିରେ ପାଣି ନଥିଲା। ତାପରେ ମାଲିକ ଅଙ୍କଲ୍ କହିବେ ମ୍ୟାଡ଼ାମ୍, ତ୍ରିନାଲି ଭଳି ଦିଶୁଥିବା ଝିଅ ଆପଣଙ୍କୁ ନାକରେ ପାଣି ପିଏଇଦେଲା। ଟିକିଏ ଗରମ ହେବା ପାଇଁ ଥଣ୍ଡା କରୁଥିଲି ମ୍ୟାଡ଼ାମ୍ ତୁମକୁ। ଭବାନୀ ଦେବୀ କହିବେ ତେଜସ୍‌କୁ ଚାଲନ୍ତୁ ଚାଲ ତେଜସ୍, ଆମେ ଅଫିସ୍‌ରେ ଯାଇ ଏମାନଙ୍କ କଥାକୁ ସମାଧାନ କରିବା। ତେଜସ୍ କହିବେ ତ୍ରିନାଲିକୁ ଶୁଣ, ତୁମେ ଆମ ସାଥିରେ ଟିକିଏ ଆସ, ମୁଁ ତୁମ ସାଥିରେ କଥା ହେବାର ଅଛି, ମୋର କେବିନ୍‌କୁ ଟିକିଏ ଆସ। ତାହାପରେ ମ୍ୟାଡ଼ାମ୍ ପୁରା କାମ ବନ୍ଦ ହୋଇଯାଇଛି, ପୁରା ମେସିନ୍ ବି ବନ୍ଦ ହୋଇଯାଇଛି। ଆପଣମାନେ ଜଲ୍ଦି କିଛି କରନ୍ତୁ ମ୍ୟାଡ଼ାମ୍, ନହେଲେ ସବୁ କମ୍ପାନୀ ବନ୍ଦ ହୋଇଯିବ। ଭବାନୀ ରାଗି ଯାଇ କହିବେ ଭଲରେ ଯଦି ନ ହେଲା ସେମାନଙ୍କୁ ମନ୍ଦରେ ଦେଖାଇ ଦିଅ, ସେମାନଙ୍କ ପ୍ରୋଟେକ୍ସନ୍ ବି ବନ୍ଦ କରିଦିଅ। ଆଜି ଯେମିତି ଜଲ୍ଦି ସମ୍ଭବ ହେବ ସେଇ ଭିକାରୀମାନଙ୍କୁ ଏଠୁ ହଟାଇ ଦିଅ। ସେମାନଙ୍କର ଆମର ଔକାତ୍ କେମିତି ତାଙ୍କୁ ଦେଖାଇ ଦିଅ। ଆଜିର ଭିଡ଼ିଓଟି କେମିତି ଲାଗିଲା ଆମକୁ ଲାଇକ୍, ସେୟାର ଓ କମେଣ୍ଟ କରି ନିହାତି ଜଣାଇବେ। ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆମକୁ କମେଣ୍ଟ କରି ନିହାତି ଜଣାଇବେ। ଜୟ ଜଗନ୍ନାଥ। ଏମିତି ଓଡ଼ିଆ ସିରିଏଲ୍ ଧାରାବାହିକ ଶୁଣିବା ପାଇଁ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଥିଲେ ଆମ ଚ୍ୟାନେଲ ସହିତ ଯୋଗାଯୋଗ କରନ୍ତୁ, ଆମ ଚ୍ୟାନେଲରେ ରହିଥାନ୍ତୁ। ଆପଣମାନେ କେଉଁ ଜିଲ୍ଲାରେ ମଧ୍ୟ ଆମକୁ କମେଣ୍ଟ କରି ନିହାତି ଜଣାଇବେ ଏମିତି ଅଡ଼ିଓ ଶୁଣିବା ପାଇଁ।